ଭାଇ 5 ଲକ୍ଷ ସୁଧୁରେ 7% ସୁଧରେ 35,000 ମାସକୁ ସୁଧ ଦବ, 25,000 ଦରମା କେମିତି ସେଇଟା ଦବ? ଦେଇ ହବ, କେମିତି? ପୁରା କ୍ଲିନ ସୁଝିଯିବ। ତମେ 25,000 ଦରମା ପାଇଲ, 25,000 ନା ପ୍ରତି ମାସରେ ଦେଇ ଚାଲିବ। ତମର 10,000 ଲେଖା ରହିଲା ସୁଧୁରୁ। ସିଏ 10,000 ବର୍ଷକୁ ବର୍ଷ ଉପରେ କେତେ ହେଇଯାଇଥିବ? 1,20,000 ହେଇଗଲା ତମର ସୁଧ ବାକି ପଇଲା। ତମର ମୂଳ କେତେ ଥିଲା? 5 ଲକ୍ଷ, 1,20,000 ତା ସାଙ୍ଗେ ମିଶିଲା 6,20,000। ତାପର ବର୍ଷକୁ ତେମେ ଦବ 42,000 ଟଙ୍କା ଲେଖା ସୁଧ। ଦରମା 25 ରୁ 30 ହେଇଥିବ, ପୁଣି 12,000 ଲେଖା ପଇଲା। ତା ପର ବର୍ଷକୁ ତମର ହେଇଯାଇଥିବ 1,44,000। 6 ଲକ୍ଷ ମାନେ ହେଇଥିବ କେତେ? 6,20,000 ଇଏ ଲାଗିଲା 1,42,000, 7,60,000 ପାଖାପାଖି ତମର ହେଇଯିବ। ତମର ଏମିତି ହେଲା ସୁଝିବ, କିନ୍ତୁ ତେମେ ସୁଝି ପାରିବନି। ତେମେ ମଶାଣିକି ଗଲା ପରେ ଆର ଜନ୍ମରେ ସୁଝିବ, ଏ ଜନ୍ମରେ ସୁଝି ପାରିବନି। ଏ ଜନ୍ମରେ କାଇଁ ମୁଁ ମିଛ କଥା ତମକୁ ଆଶା ଦେବି? ତାଙ୍କ ପିଢି ସୁଝି ପାରିବେନି? ନା ନା, ତାଙ୍କ ପିଢି ନୁହଁ, ତାଙ୍କ ବୋପା 14 ପୁରୁଷ ବି ସୁଝି ପାରିବେନି। ଇଏ 18 ପୁରୁଷ ବି ସୁଝା ହବ।